ଜାତୀୟ ଜନଗଣନା 2027 ଏଥିରେ ଆପଣଙ୍କୁ କେଉଁ ସବୁ ପ୍ରଶ୍ନ ପଚାରିବେ ଏବଂ ତାହାର ଉତ୍ତର କ'ଣ ଦେବେ ଆପଣ ସମ୍ପୂର୍ଣ୍ଣ ଡିଟେଲ୍ସ ଜାଣିବା ଏହି ଭିଡ଼ିଓରେ। ଦେଖନ୍ତୁ ଏଥିରେ ଆପଣଙ୍କୁ ଟୋଟାଲ 33ଟି ପ୍ରଶ୍ନ ଯେଉଁ ସର୍ଭେୟର ଆସିବେ ସର୍ଭେ କରିବା ପାଇଁ ସେମାନେ ଆପଣଙ୍କୁ ପଚାରିବେ। ପ୍ରଥମେ ଜାଣିବା ସର୍ଭେ କ'ଣ ପାଇଁ କରାଯାଏ। ଆପଣ ଜାଣିଥିବେ ଯେ ଲାଷ୍ଟ 2011ରେ ସର୍ଭେ ହେଇଥିଲା। ଏଠିରେ କ'ଣ କରାଯାଏ ଲୋକଙ୍କର ସୁବିଧା ମାନେ କେତେ ଲୋକ ଅଛନ୍ତି, କ'ଣ ସୁବିଧା ଦରକାର, ତାଙ୍କର ପାଣି ପାଇଁ କ'ଣ ଅସୁବିଧା ଅଛି, ସଡ଼କ, ବିଜୁଳି, ହସ୍ପିଟାଲ ସମସ୍ତ ସୁବିଧା ପାଇଁ ଏହି ସର୍ଭେ କରାଯାଏ। ଲୋକଙ୍କୁ ଦେଖିକି ତାଙ୍କ ପାଇଁ ନୂଆ ଯୋଜନା ଅଣାଯାଇଥାଏ ଏବଂ ନୂଆ ନୂଆ ଜବ୍ ଭ୍ୟାକେନ୍ସି ସମସ୍ତ ପ୍ରକାର ସୁବିଧା କରିଥାନ୍ତି ସରକାର। ତେଣୁକରି ଜନଗଣନା କରାଯାଇଥାଏ ଯାହାକି ଡିଜିଟାଲ ମାଧ୍ୟମରେ ସର୍ଭେ ହେବ ଏବଂ ଏହାର ପ୍ରଥମ ପର୍ଯ୍ୟାୟରେ ସରକାରୀ କର୍ମଚାରୀମାନେ ଏହା ସର୍ଭେ କରିବେ। ଚାଲନ୍ତୁ ଜାଣିବା କ'ଣ ରହିଛି 33ଟି ପ୍ରଶ୍ନ ଏବଂ ଆପଣ ତାହାର ଉତ୍ତର କ'ଣ ଦେବେ ଜାଣିବେ। ଦେଖନ୍ତୁ ଏଠିରେ ଆପଣଙ୍କୁ ପ୍ରଥମ ପ୍ରଶ୍ନ କ'ଣ ପଚାରିଯିବ। ପ୍ରଥମ ପ୍ରଶ୍ନ ହେଲା ଭବନ ନମ୍ବର। ଆପଣଙ୍କ ଭବନ ନମ୍ବର କ'ଣ ପଚାରିଯିବ। ତାପରେ ଦେଖନ୍ତୁ 2 ନମ୍ବର ଆପଣଙ୍କ ଘର ନମ୍ବରଟା କ'ଣ ଅଛି ତାହା ପଚାରିଯିବ। ଏଥିରେ ଆପଣ ଯାହା ପଚାରେ ତାହା ଉତ୍ତର ଦେବେ। 3 ନମ୍ବର କ'ଣ ଅଛି ଦେଖନ୍ତୁ ଆପଣଙ୍କ ଘର ଚଟାଣରେ ବ୍ୟବହୃତ ସାମଗ୍ରୀ। ଆପଣଙ୍କ ଘର ଚଟାଣରେ ଯେଉଁ ସବୁ ସାମଗ୍ରୀ ବ୍ୟବହାର କରୁଛନ୍ତି ତାହା ଆପଣଙ୍କୁ କହିବାକୁ ପଡ଼ିବ। 4 ନମ୍ବର କ'ଣ କରିବେ ଆପଣଙ୍କ କାନ୍ଥରେ ବ୍ୟବହୃତ ସାମଗ୍ରୀ। ଆପଣଙ୍କ ଘର କାନ୍ଥରେ ଯେଉଁ ସବୁ ସାମଗ୍ରୀ ବ୍ୟବହାର କରୁଛନ୍ତି ସେ ସବୁ ଆପଣ କହିବେ। ତାର 5 ନମ୍ବର ଦେଖନ୍ତୁ ମକାନର ଛାତର ପ୍ରଯୁକ୍ତ ପ୍ରମୁଖ ସାମଗ୍ରୀ ମାନେ ଆପଣଙ୍କର ଛାତ ଉପରେ ଯେଉଁ ସବୁ ସାମଗ୍ରୀ ଅଛି ତାହା କହିବେ। ତାପରେ ଦେଖନ୍ତୁ 6ରେ କ'ଣ ହେବେ ଆପଣଙ୍କ ଘରର ବ୍ୟବହାର। ଆପଣ ଘର ମାନେ କିଛି ଲୋକ ଥାନ୍ତି କ'ଣ କରନ୍ତି ଘରକୁ ଭଡ଼ା ଦିଅନ୍ତି ଆଉ ଘରରେ ଦୋକାନ କରନ୍ତି ଏସବୁ ଆପଣ କହିବେ। ତାପରେ ଦେଖନ୍ତୁ 7 ନମ୍ବର ଆପଣଙ୍କ ଘରର ଅବସ୍ଥା। ଘରର ଅବସ୍ଥା ମାନେ ଆପଣଙ୍କ ଘର କଚା ଘର ନା ପକ୍କା ଘର ତାହା କହିବେ। ତାପରେ ଦେଖନ୍ତୁ ଆପଣଙ୍କ ପରିବାର କ୍ରମାଙ୍କ କ'ଣ କହିବେ। ତାପରେ 9 ନମ୍ବର ଆପଣଙ୍କ ପରିବାର ସଦସ୍ୟ ସଂଖ୍ୟା ମାନେ କେତେ ଜଣ ଆପଣ ଅଛନ୍ତି ତାହା କହିବେ। ଆପଣ ଯଦି 8 ଜଣ ଅଛନ୍ତି ତାହେଲେ 8 ଜଣ କହିବେ, 5 ଜଣ ଅଛନ୍ତି 5 ଜଣ କହିବେ। ତାପରେ ଦେଖନ୍ତୁ 10 ନମ୍ବର ଆପଣ ପରିବାରର ମୁଖ୍ୟ ନାମ କ'ଣ। ଆପଣଙ୍କ ପରିବାର ମୁଖ୍ୟ ଯିଏ ଅଛନ୍ତି ତାଙ୍କର ନାମ ଏଠିରେ କହିବେ। ପୁରୁଷ ଥିଲେ ପୁରୁଷ ଏବଂ ମହିଳା ଥିଲେ ମହିଳା। 11 ନମ୍ବର ଦେଖନ୍ତୁ ପରିବାର ମୁଖ୍ୟଙ୍କ ଲିଙ୍ଗ। ଯଦି 12 ନମ୍ବରରେ କ'ଣ ଅଛି ତାଙ୍କର ଜାତି କ'ଣ, ଅନୁସୂଚିତ ଜନଜାତି ବା ତାର ଅନୁସୂଚିତ ଜାତି ବା ଅନ୍ୟ କୌଣସି ଜାତି ତାହା କହିବେ। ତାପରେ ଦେଖନ୍ତୁ ଘରର ମାଲିକାନା ସ୍ଥିତି ମାନେ ଘରର ନିଜ ନାମରେ ଅଛି ନା ଭଡ଼ାରେ ଅଛି ନା କାହା ନାମରେ ଅଛି ତାହା କହିବେ। ତାପରେ ଦେଖନ୍ତୁ 14 ନମ୍ବର କ'ଣ ରହିଛି ଆପଣଙ୍କ ଘରର କୋଠରୀ ସଂଖ୍ୟା କ'ଣ କହିବେ। 15 ନମ୍ବରରେ ଆପଣଙ୍କ ଯଦି ପରିବାରରେ ମନେ କରନ୍ତୁ 5 ଜଣ ଅଛନ୍ତି, 5 ଜଣଙ୍କ ମଧ୍ୟରୁ କେତେ ଜଣ ବିବାହିତ ଦମ୍ପତି ଅଛନ୍ତି ତାହା ଆପଣଙ୍କୁ କହିବାକୁ ହେବ। 16 ନମ୍ବରରେ ଆପଣଙ୍କ ପାନୀୟ ଜଳର ମୁଖ୍ୟ ଉତ୍ସ ମାନେ ଆପଣ ଯେଉଁ ଘରରେ ପାନୀୟ ଜଳ ବ୍ୟବହାର କରୁଛନ୍ତି ତାହାର ମୁଖ୍ୟ ଉତ୍ସ କ'ଣ, ଆପଣ କୁଆଁରୁ ଆଣୁଛନ୍ତି ନା ନଦୀ ସ୍ରୋତରୁ ଆଣୁଛନ୍ତି ନା କ'ଣ ସେଇଟା କହିବେ। ତାପରେ ଦେଖନ୍ତୁ 17 ନମ୍ବର ଦେଖନ୍ତୁ ଆପଣଙ୍କ ପାନୀୟ ଜଳ ଉତ୍ସର ଉପଲବ୍ଧତା ମାନେ ଆପଣ ଯେଉଁ ପାନୀୟ ଜଳ ପିଇବା ପାଇଁ ବ୍ୟବହାର କରୁଛନ୍ତି ତାହା ଆପଣଙ୍କ ଘରେ କେଉଁଠିର ଉପଲବ୍ଧତା ହେଉଛି ତାହା କହିବେ। ତାପରେ ଦେଖନ୍ତୁ ଆପଣଙ୍କ 18 ନମ୍ବର ଆଲୋକର ମୁଖ୍ୟ ଉତ୍ସ। ଆପଣଙ୍କ ଘରରେ ଯେଉଁ ବିଜୁଳି ଅଛି ଆଲୋକ ଅଛି ତାହା ଆପଣଙ୍କ ମୁଖ୍ୟ ଉତ୍ସ କ'ଣ, ସୋଲାର ନା ଲାଇଟ୍ ଇଲେକ୍ଟ୍ରିସିଟି ସବୁ କହିବେ। ଯାହା ସବୁ ଆପଣଙ୍କ ଘରେ ଅଛି ସେ ସବୁ କହିବେ। ତାପରେ ଦେଖୁ 19 ନମ୍ବରରେ ଆପଣଙ୍କ ଘରର ଶୌଚାଳୟର ଉପଲବ୍ଧତା। ଆପଣଙ୍କ ଘରେ ଯଦି ଶୌଚାଳୟ ଅଛି ତାହେଲେ ହଁ କହିବେ ଆଉ ଯଦି ନାହିଁ ତାହେଲେ ନା କହିବେ। ତାପରେ ଦେଖନ୍ତୁ 20 ନମ୍ବରରେ ଆପଣଙ୍କ ଶୌଚାଳୟର ପ୍ରକାର। ଆପଣ ମାନେ ଘରେ ବ୍ୟବହାର କରନ୍ତି ନା ବାହାରକୁ ଯାଆନ୍ତି ସେ ସବୁ କହିବେ। ତାପରେ ଦେଖନ୍ତୁ 21 ନମ୍ବର ଆପଣଙ୍କର ଅପରିଷ୍କାର ଜଳ ନିଷ୍କାସନ ମାନେ ଆପଣଙ୍କର ଯେଉଁ ବାସନକୁସନ ଧୋଇବା ପାଇଁ କିମ୍ବା ଗାଧୋଇବା ପାଇଁ ଯେଉଁ ସବୁ ଜଳ ଆପଣ ବ୍ୟବହାର କରନ୍ତି ସେଇ ଜଳ ଆପଣ କେଉଁଠିରେ ଆପଣ ନିଷ୍କାସନ କରନ୍ତି, ଭିତରେ ଟାଙ୍କି ରଖିଛନ୍ତି ନା ବାହାରକୁ ଛାଡ଼ି ଦିଅନ୍ତି ସେ ସବୁ କହିବେ। ତାପରେ ଦେଖନ୍ତୁ 22ରେ କ'ଣ ଆପଣ ଗାଧୁଆ ଘରର ଉପଲବ୍ଧତା ମାନେ ଆପଣଙ୍କ ଘରେ ଗାଧୋଇବା ଘର ଅଛି ନା ନାହିଁ ଏସବୁ କିଛି କହିବେ। ତାପରେ ଦେଖନ୍ତୁ ଏଠି 23 ନମ୍ବରରେ ରୋଷେଇ ଘର LPG ବା PNG ସଂଯୋଗ ମାନେ ଆପଣ କ'ଣ LPG ବ୍ୟବହାର କରୁଛନ୍ତି ନା PNG ପାଇପଲାଇନ୍ର ଗ୍ୟାସ୍ ୟୁଜ୍ କରୁଛନ୍ତି କିମ୍ବା ଆପଣ କାଠରେ ରୋଷେଇ କରୁଛନ୍ତି ତାହାକୁ କହିବେ। ତାପରେ ଦେଖନ୍ତୁ 24 ନମ୍ବରରେ କ'ଣ ଖାଦ୍ୟ ରନ୍ଧନ ପାଇଁ ମୁଖ୍ୟ ଇନ୍ଧନ ମାନେ ଆପଣ ଖାଦ୍ୟ ରାନ୍ଧୁଛନ୍ତି ମାନେ LPGରେ ନା କାଠରେ। ତାପରେ ଦେଖନ୍ତୁ 25 ନମ୍ବରରେ ଆପଣଙ୍କ ଘରେ ରେଡ଼ିଓ ବା ଟ୍ରାଞ୍ଜିଷ୍ଟର କ'ଣ ଅଛି। ତାପରେ 26 ନମ୍ବର ଆପଣଙ୍କ ଘରେ ଟେଲିଭିଜନ ଅଛି କି ନାହିଁ। ତାପରେ ଦେଖନ୍ତୁ 27 ନମ୍ବରରେ ଆପଣଙ୍କ ଘରେ ଇଣ୍ଟରନେଟ୍ ସୁବିଧା ଆପଣ ୱାଇଫାଇ ଅଛି ନା କ'ଣ ମୋବାଇଲର ଡାଟାରେ ୟୁଜ୍ କରୁଛନ୍ତି ସେ ସବୁ କିଛି କହିବେ। ତାପରେ ଦେଖନ୍ତୁ 28 ନମ୍ବରରେ ଆପଣ କ'ଣ ଦେଇଛି, 28 ନମ୍ବରରେ ଆପଣଙ୍କ ଘରେ ଲ୍ୟାପଟପ୍ ବା କମ୍ପ୍ୟୁଟର ଅଛି କି ନାହିଁ ତାହା ଦେଇଛି। ତାପରେ ଦେଖନ୍ତୁ 29 ନମ୍ବରରେ ଆପଣ କ'ଣ ଅଛି ଆପଣଙ୍କ ଘରେ ଟେଲିଫୋନ୍, ମୋବାଇଲ ଫୋନ୍ ବା ସ୍ମାର୍ଟଫୋନ୍ ଅଛି କି ନାହିଁ ତାହା କହିବେ। ତାପରେ ଦେଖନ୍ତୁ 30 ନମ୍ବରରେ ଆପଣଙ୍କ ଘରେ ସାଇକେଲ ବା ସ୍କୁଟର ଅଛି କିମ୍ବା ମୋଟର ସାଇକେଲ ମୋପେଡ୍ ଅଛି କି ନାହିଁ ତାହା କହିଛନ୍ତି। ତାପରେ ଦେଖନ୍ତୁ 31 ନମ୍ବରରେ ଆପଣଙ୍କ ଘରେ କାର୍, ଜିପ୍ ବା ଭ୍ୟାନ୍ ଏସବୁ ଅଛି ନା ନାହିଁ ସବୁ କହିବେ। ତାପରେ ଦେଖନ୍ତୁ 32 ନମ୍ବରରେ ଆପଣଙ୍କ ମୁଖ୍ୟ ଶସ୍ୟ କ'ଣ। ତାପରେ 33 ନମ୍ବରରେ ଦେଖନ୍ତୁ ଆପଣଙ୍କ ମୋବାଇଲ ନମ୍ବର କହିବାକୁ ପଡ଼ିବ। ଦେଖନ୍ତୁ ଏ ସର୍ଭେଟା ଡିଜିଟାଲ ମାଧ୍ୟମରେ ହୋଇଥାଏ
ତେଣୁକରି ଆପଣଙ୍କୁ ଯେଉଁ ସମୟରେ ସର୍ଭେରେ ଆପଣଙ୍କୁ ପ୍ରଶ୍ନ ପଚାରିବେ ତାହା ଡିଜିଟାଲ ମାଧ୍ୟମରେ ସେ ମୋବାଇଲରେ ସର୍ଭେଙ୍କର ତାହା ରେକର୍ଡ ହେଉଥିବ। ତେଣୁକରି ଏସବୁ ଆପଣଙ୍କୁ ଯେତେବେଳେ ସର୍ଭେର ଆପଣଙ୍କୁ ପ୍ରଶ୍ନ ପଚାରିବେ ଏ 33ଟି ପ୍ରଶ୍ନର ଆପଣଙ୍କୁ ଉତ୍ତର ଦେବାକୁ ହେବ।